ନୂଆ ଘର କିଣି ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଚମକାଇ ଦେଇଛନ୍ତି କମେଡି କିଙ୍ଗ ପପୁ ପମ୍ପମ୍। ହଁ ଆଜ୍ଞା, ପପୁ ପମ୍ପମ୍କୁ ଅବା କିଏ ନ ଜାଣେ। ସିଏ ତାଙ୍କ ହସର ଯାଦୁଗରୀରେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ବର୍ତ୍ତମାନ ସିଏ କଳ ବଳ କୌଶଳ କରି ଏମିତି ଏକ ଘର ପ୍ରତିଷ୍ଠା କରିଛନ୍ତି ଯାହା ଆଖିଦୃଶିଆ। ସିଏ ନିଜର ବୁଦ୍ଧି, ନିଜର ବଳ, ନିଜର କଠିନ ପରିଶ୍ରମ ଫଳରେ ଏମିତି ଏକ ଭବ୍ୟ ଘରଟିଏ ନିର୍ମାଣ କରିଛନ୍ତି। ହଁ ଆଜ୍ଞା, କମେଡି କିଙ୍ଗ। ସେ କେବଳ କମେଡି କିଙ୍ଗ ନୁହେଁ, ସେ ଏକାଧାରରେ ଗୋଟିଏ ସିଙ୍ଗର, ଡାଇରେକ୍ଟର, ପ୍ରଡ୍ୟୁସର ଆଣ୍ଡ ଷ୍ଟେଜ ପ୍ରୋଗ୍ରାମ ଆଙ୍କର ବହୁତ କିଛି କୀର୍ତ୍ତିନାମା ଅର୍ଜନ କରିଛନ୍ତି। ଓଡ଼ିଶାରେ ପପୁ ପମ୍ପମ୍ କହିଲେ ଆପଣ କପିଲ ଶର୍ମା ଯେମିତି ସାରା ଇଣ୍ଡିଆରେ ଖ୍ୟାତି ଅର୍ଜନ କରିଛନ୍ତି, ସେମିତି ଓଲିଉଡରେ ପପୁ ପମ୍ପମ୍ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ଜଳୁଛି ତାଙ୍କୁ ଦେଖିକି। ଆଜ୍ଞା, କେଉଁଠୁ ଆସିକି କେମିତି ସିଏ ଘର କରିଦେଲା। ଏଇଠି 30-40 ବର୍ଷ ହେଲା ବଡ଼ ବଡ଼ ସେଲିବ୍ରିଟି, ବଡ଼ ବଡ଼ କଳାକାର ଭଡ଼ାରେ ଚଳୁଛନ୍ତି, କିନ୍ତୁ ପପୁ ପମ୍ପମ୍ ଦେଖନ୍ତୁ କେତେ ଦିନ ହେଲା ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆସି ଘର କରିଦେଲା। ତ ଓଲିଉଡ ଜଳୁଛି କାରଣ ସେମାନେ ସହିପାରନ୍ତିନି। ଓଲିଉଡ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସୁପରଷ୍ଟାର ହେଉଛନ୍ତି କଙ୍କଡ଼ା, କେବଳ ଗୋଡ଼ ଟାଣି ଧରିବା ଜାଣିଛନ୍ତି। କିନ୍ତୁ ପପୁ ପମ୍ପମ୍ ସାର୍, ଆପଣଙ୍କୁ ସାଲ୍ୟୁଟ୍। ଆପଣ ଆପଣଙ୍କ ବୁଦ୍ଧି, ବଳ, ବିବେକ ଅନୁସାରେ ଏମିତି ଏକ କ୍ଷତି ଅର୍ଜନ କରିଛନ୍ତି। ଯଦି ଆପଣମାନଙ୍କୁ ପପୁ ପମ୍ପମ୍ ଭଲ ଲାଗୁଥାନ୍ତି ନିହାତି ଲେଖିବେ ପପୁ ପମ୍ପମ୍ କି ଜୟ ହୋ। ଜୟ ଜଗନ୍ନାଥ।